ତିହିଡି ବନ୍ୟାରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ରାସ୍ତାରେ ଚାଲିଲେ, ବୋଟ୍ରେ ବୁଲିଲେ, ଲୋକଙ୍କ ଦୁଃଖ ଶୁଣିଲେ। ଆଜି ତିହିଡି ବନ୍ୟାଞ୍ଚଳ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜପଥରେ ଆସି ତିହିଡି ବ୍ଲକ ବୋଡକ ପଞ୍ଚାୟତ ଓରାଳିଠାରେ ରେବ ନଦୀ କୂଳରେ ପହଞ୍ଚିଥିଲେ। ସେଠାରୁ ବୋଟ୍ ଯୋଗେ ଈଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲେ। ନଦୀ ପଥରେ ଲୋକଙ୍କ ଦୁଃଖ ଶୁଣିଥିଲେ। ନଦୀବନ୍ଧ ମରାମତି, କୁମ୍ଭୀର ଦାଉରୁ ରକ୍ଷା ଆଦି ଦାବିପତ୍ର ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ, ଏସ୍ପି, ବିଡିଓ, ତହସିଲଦାର, ପୁଲିସ ବାବୁ ସାମିଲ ଥିଲେ। ସ୍ଥଳପଥରେ ଭଦ୍ରକରୁ ଅସୁରାଳି ଦେଇ ତିହିଡି ବ୍ଲକର ବିଲଣା, ଅଣ୍ଡରେଇ, ବୋଡକ, ଓରାଳି, ଈଶ୍ୱରପୁର ଗାଁକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ବେଳେ ପ୍ରଶାସନ ଆଜି ସକାଳୁ ଟ୍ରାଏଲ ରନ୍ କରିଛି। ନିଜେ ଜିଲ୍ଲାପାଳ ଓ ପୁଲିସ ଅଧିକାରୀ, ତହସିଲଦାର, ବିଡିଓ ଏହି ଟ୍ରାଏଲ ରନ୍ରେ ଭାଗ ନେଇଥିଲେ। ରୋଡ ଉପରେ ଏବଂ ରେବ ନଦୀରେ ମୁଖ୍ୟମନ୍ତ୍ରୀ ଯିବେ, ଏଥିପାଇଁ ସ୍ଥଳ ଓ ଜଳପଥକୁ ପରୀକ୍ଷା ନିରୀକ୍ଷା କରିଥିଲା ପ୍ରଶାସନ। ତିହିଡିରୁ ଅଭୟ ପତିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।